ଯଶୋଦା ଯଶୋଦା ଆଉ ରାଧା ଆଜି କହୁଛନ୍ତି କହିଲେ ସେଇ କୃଷ୍ଣ ସେଇ ଅବତାରୀ କୃଷ୍ଣ ଆମେ ତ ଜାଣିନଥିଲୁ ସେ ଅବତାରୀ ବୋଲି। ଆମେ ତାକୁ ଭଲ ପାଉଥିଲୁ, ପୁଅ ବୋଲି ଆମେ ଭଲ ପାଉଥିଲୁ, ତାକୁ ସଖା ବୋଲି ଭଲ ପାଉଥିଲୁ। ରାଧା କହିଲା ମୁଁ ସଖା ବୋଲି ତାକୁ ଭଲ ପାଏ, ମୋ ସାଙ୍ଗ, ମୋ ଫ୍ରେଣ୍ଡ, ମୁଁ ତାକୁ ଭଲ ପାଏ। ଭଣଜା ହେଲେ ବି ଫ୍ରେଣ୍ଡ, ମୁଁ ତାକୁ ଭଲ ପାଏ। ଏମିତି ଗୋଟେ ମାନେ ଭଲ ପାଇବା ସୃଷ୍ଟି ହେଇଯାଇଛି। କେଉଁ ଭଲ ପାଇବା ମାନେ ଯେମିତି ଗୋଟେ ଗୋଟେ ମୁଦ୍ରାର ଦୁଇଟା ପାର୍ଶ୍ୱ, ସେଭଳିଆ ଗୋଟେ ଭଲ ପାଇବା। ମାନେ ଚୈତନ୍ୟ ଆତ୍ମେନ୍ଦ୍ରିୟ ଚୈତନ୍ୟ ଇନ୍ଦ୍ରିୟ, ସେ ଭଲ ପାଇବାଟା ଆମେ ଜାଣିପାରିବାନି। ତାପରେ ଯଶୋଦା କହିଲା ମୁଁ ତାକୁ ପୁଅ କ'ଣ ଗୋଟିଏ ପୁଅ ଯେତିକି ମୁଁ ତାକୁ ସେତିକି ଭଲ ପାଏ। ଏ ଦୁଇ ଜଣଙ୍କ ଆଜି କହୁଛନ୍ତି କହିଲେ ମୋତେ ଭଣ୍ଡେଇ ଦେଲା କଳା କାହ୍ନୁ କାଳିଆ ସୁନା। କହିଥିଲା ଗୋପପୁରକୁ ଆସିବ ବୋଲି ଆସିଲାନି। ଗୋପପୁରକୁ କହିଥିଲା, ଏତେ କଂସ ଯୁଦ୍ଧ ହେଲା ପରେ ସବୁ ସରିଲା ପରେ ଗୋପପୁରକୁ ପୁଣି ଆସିବ ବୋଲି କହିଥିଲା, ବୁଲାବୁଲି କରିକି ଯିବ ବୋଲି, କାହିଁ ଆସିଲାନି। ଦୁଇ ଜଣ ଆଜି କହୁଛନ୍ତି କହିଲେ ମୋତେ ଭଣ୍ଡେଇ ଦେଲା କଳା କାହ୍ନୁ କାଳିଆ ସୁନା।